ପୂର୍ବ ଭିଡ଼ିଓରେ ଆମେମାନେ ଆଲୋଚନା କରିଥିଲେ ଯେ ରୂଢ଼ିର ବାକ୍ୟ ପ୍ରୟୋଗ ସମ୍ପର୍କରେ। ବର୍ତ୍ତମାନ ଆମେମାନେ ଦେଖିବା ଏକପଦୀକରଣ ସମ୍ପର୍କରେ। ତ ଆମେ ଏକପଦୀକରଣ କାହିଁକି ବ୍ୟବହାର କରୁଛେ ନା ବହୁତ ଗୁଡ଼ିଏ ଶବ୍ଦକୁ ଗୋଟିଏ ପଦରେ କରିବା ତଥା ତାହା ଆମକୁ କିଭଳି ଶ୍ରୁତିମଧୁର ହେବ, ବାକ୍ୟଟି କିଭଳି ମନୋଜ୍ଞ ହେବ, କିଭଳି ଅନୁସନ୍ଧାନ କରିବାର ଇଚ୍ଛା, ଅନୁସନ୍ଧିତ୍ସା, ଉପକାର କରିବାର ଇଚ୍ଛା, ଉପଚିକିତ୍ସା, ଉପକାର କରିବାର ଇଚ୍ଛା, ଉପଚିକିତ୍ସା, ଅପକାର କରିବାର ଇଚ୍ଛା, ଅପଚିକିତ୍ସା, ଉପକାର କରିବାର ଇଚ୍ଛା, ଉପଚିକିତ୍ସା। ଠିକ୍ ସେହିଭଳି କରିବାର ଇଚ୍ଛା, ଚିକିତ୍ସା, ଜୟ କରିବାର ଇଚ୍ଛା, ଜିଗୀଷା, ଜାଣିବାର ଇଚ୍ଛା, ଜିଜ୍ଞାସା, ନାଚିବାର ଇଚ୍ଛା, ନିନର୍ତିସା, ତ୍ୟାଗ କରିବାର ଇଚ୍ଛା, ତିତିକ୍ଷା, ଦେଖିବାକୁ ଇଚ୍ଛା, ଦିଦୃକ୍ଷା, ନେବାର ଇଚ୍ଛା, ନିନିଷା, ପଢ଼ିବାର ଇଚ୍ଛା, ପିପଠିସା, ପାଇବାର ଇଚ୍ଛା, ପ୍ରେପ୍ସା, ପାର ହେବାର ଇଚ୍ଛା, ତିତିର୍ଷା, ପାଇବାର ଇଚ୍ଛା, ପାଇବାକୁ ଇଚ୍ଛା ହେଉଛି ପିପାସା, ବଞ୍ଚିବାର ଇଚ୍ଛା, ଜିଜିବିଷା, ବାସ କରିବାର ଇଚ୍ଛା, ବିବର୍ଷା, ବ୍ୟାପୀ ରହିବାର ଇଚ୍ଛା, ବିପ୍ସା, ବ୍ୟାପୀ ରହିବାର ଇଚ୍ଛା, ବିପ୍ସା, ଭୋଜନର ଇଚ୍ଛା, ବୁଭୁକ୍ଷା, ଭୋଜନ କରିବାକୁ ଇଚ୍ଛୁକ, ବୁଭୁକ୍ଷ, ଭୋଜନର ଇଚ୍ଛା, ବୁଭୁକ୍ଷା, ମିଳନର ଇଚ୍ଛା, ଯୁଯୁକ୍ଷା, ମିଳନ ଇଚ୍ଛା, ଯୁଯୁକ୍ଷା, ମିଳିମିଶି ରହିବାର ଇଚ୍ଛା, ମୀମାଂସା, ମୁକ୍ତି ପାଇବାର ଇଚ୍ଛା ହେଉଛି ମୁମୁକ୍ଷା, ଯିବାର ଇଚ୍ଛାକୁ ଜିଗମିଶା ବୋଲି କୁହାଯାଏ। ଯୁଦ୍ଧ କରିବାକୁ ଇଚ୍ଛୁକ, ଯୁଜୁର୍ଷୁ ବା ଯୁଝେଚ୍ଛୁ, ଜାଣିବାର ଇଚ୍ଛାକୁ ଶୁଶ୍ରୂଷା ବୋଲି କୁହାଯାଏ। ଶୋଇବାର ଇଚ୍ଛା, ଶିଶ ଇଶା, ସହିବାର ଇଚ୍ଛାକୁ ତିତିକ୍ଷା ବୋଲି କୁହାଯାଏ ଏବଂ ସାଧନ କରିବାର ଇଚ୍ଛାର ଏକପଦୀକରଣ ହେଲା ଶିଶାଧଇଷା, ସୃଷ୍ଟି କରିବାର ଇଚ୍ଛା, ଶିଶୁକ୍ଷା, ହତ୍ୟା କରିବାକୁ ଇଚ୍ଛୁକ, ଜିଘାଂସୁ, ହରଣ କରିବାକୁ ଇଚ୍ଛୁକ, ଜିହିଂସୁ, ଅତିଥିଙ୍କ ଉପାସକ, ଆତିଥେୟ, ଅତିଥିଙ୍କର ଉପାସକ, ଆତିଥେୟ, ଗଣପତିଙ୍କ ଉପାସକ, ଗାଣପତ୍ୟ, ପୁତ୍ତଳିର ଉପାସକ, ପୈତ୍ତଳିକ, ବିଷ୍ଣୁଙ୍କର ଉପାସକ, ବୈଷ୍ଣବ, ବୁଦ୍ଧଙ୍କର ଉପାସକ, ବୌଦ୍ଧ, ବ୍ରହ୍ମଙ୍କର ଉପାସକ, ବ୍ରହ୍ମଙ୍କର ଉପାସକ, ବ୍ରାହ୍ମ, ଶକ୍ତିଙ୍କର ଉପାସକ, ଶାକ୍ତ, ଶିବଙ୍କର ଉପାସକ, ଶୈବ, ସୂର୍ଯ୍ୟଙ୍କର ଉପାସକ, ସୌର, ସ୍ତ୍ରୀଙ୍କର ଭକ୍ତ, ସ୍ତ୍ରୈଣ, ଅଳଙ୍କାର ଶାସ୍ତ୍ରରେ ପଣ୍ଡିତ, ଆଲଙ୍କରିକ, ଇତିହାସରେ ପଣ୍ଡିତ, ଐତିହାସିକ, ତର୍କଶାସ୍ତ୍ରରେ ପଣ୍ଡିତ, ତାର୍କିକ, ଦର୍ଶନ ଶାସ୍ତ୍ରରେ ପଣ୍ଡିତ, ଦାର୍ଶନିକ, ନ୍ୟାୟଶାସ୍ତ୍ରରେ ପଣ୍ଡିତ, ନ୍ୟାୟିକ, ବେଦାନ୍ତ ଶାସ୍ତ୍ରରେ ପଣ୍ଡିତ, ବୈଦାନ୍ତିକ, ବ୍ୟାକରଣରେ ପଣ୍ଡିତ, ବୈୟାକରଣ ବା ବ୍ୟାକରଣବିତ୍, ବିଜ୍ଞାନ ଶାସ୍ତ୍ରରେ ନିପୁଣ, ବୈଜ୍ଞାନିକ, ବିଜ୍ଞାନ ଶାସ୍ତ୍ରରେ ନିପୁଣ, ବୈଜ୍ଞାନିକ, ସାହିତ୍ୟ ଶାସ୍ତ୍ରରେ ନିପୁଣ, ସାହିତ୍ୟ ଶାସ୍ତ୍ରରେ ପଣ୍ଡିତ, ସାହିତ୍ୟିକ, ସ୍ମୃତି ଶାସ୍ତ୍ରରେ ପଣ୍ଡିତ, ସ୍ମାର୍ତ, ଗଣିତ ଶାସ୍ତ୍ରରେ ନିପୁଣ, ଗାଣିତିକ ବା ଗଣିତଜ୍ଞ, ଜ୍ୟୋତିଷ ଶାସ୍ତ୍ରରେ ନିପୁଣ, ଜ୍ୟୋତିର୍ବିଦ୍ ବା ଜ୍ୟୋତିଷ, ବ୍ରହ୍ମ ସମ୍ବନ୍ଧରେ ଜ୍ଞାନ, ବ୍ରାହ୍ମଣ, ଯାହାର ତର୍କରେ ଜ୍ଞାନ ଅଛି, ତାର୍କିକ ବା ତନ୍ତ୍ରବିଦ୍, ଯାହାର ବେଦରେ ଜ୍ଞାନ ଅଛି, ବେଦଜ୍ଞ ବା ବେଦବିଦ୍, ଯାହାର ମନ୍ତ୍ରରେ ଜ୍ଞାନ ଅଛି, ମାନ୍ତ୍ରିକ ବା ମନ୍ତ୍ରବିଦ୍, ଯାହାର ଯଜ୍ଞରେ ଜ୍ଞାନ ଅଛି, ଯାଜ୍ଞିକ ବା ଯଜ୍ଞବିଦ୍, ଯିଏ ଆଲୋଚନା କରନ୍ତି, ଆଲୋଚକ, ଯିଏ ଉପଭୋଗ କରନ୍ତି, ଉପଭୋକ୍ତା, ଯିଏ କଥା ସୃଷ୍ଟି କରନ୍ତି, କଥାକାର, ଯିଏ କଳା ସୃଷ୍ଟି କରନ୍ତି, କଳାକାର, ଯିଏ କାବ୍ୟ ସୃଷ୍ଟି କରନ୍ତି, କାବ୍ୟକାର, ଯିଏ ଗ୍ରନ୍ଥ ସୃଷ୍ଟି କରନ୍ତି, ଗ୍ରନ୍ଥକାର,
ଯିଏ ଗ୍ରହଣ କରେ ସେ ଗ୍ରହିତା, ଯିଏ ଗର୍ଭରେ ଧାରଣ କରେ ଗର୍ଭଧାରିଣୀ, ଯିଏ ଚାରିଆଡ଼େ ଭ୍ରମଣ କରନ୍ତି ପର୍ଯ୍ୟଟକ, ଯିଏ ଚିତ୍ର କରନ୍ତି ଚିତ୍ରକାର, ଯିଏ ଦର୍ଶନ କରେ ସେ ଦର୍ଶକ ବା ଦ୍ରଷ୍ଟା, ଯିଏ ଚିତ୍ର ସୃଷ୍ଟି କରନ୍ତି ଚିତ୍ରକାର, ଯିଏ ଦାନ କରେ ସେ ଦାତା ବା ଦାନୀ, ଦାତା ବା ଦାନୀ, ଯିଏ ନିଏ ସେ ନେତା, ଯିଏ ନିଏ ସେ ନେତା। ଆମେ ଆମମାନଙ୍କର ନେତା ସବୁ କିଛି ନେଉଛନ୍ତି ସେ ବୋଲି ମନେ ରଖିପାରିବ ହେଲା। ଯିଏ ନ୍ୟାୟ କରନ୍ତି ନ୍ୟାୟମୂର୍ତ୍ତି ବା ନ୍ୟାୟାଧୀଶ, ଯିଏ ନିର୍ମାଣ କରେ ସେ ନିର୍ମାତା, ଯିଏ ପୃଷ୍ଠପୋଷଣ କରନ୍ତି ପୃଷ୍ଠପୋଷକ, ଯିଏ ପାଳନ କରେ ସେ ପିତା, ଯିଏ ପ୍ରମାଣ କରେ ସେ ପ୍ରମାଣକ, ଯିଏ ପୃଷ୍ଠପୋଷଣ କରନ୍ତି ପୃଷ୍ଠପୋଷକ, ଯିଏ ନିର୍ମାଣ କରେ ସେ ନିର୍ମାତା, ଯିଏ ପ୍ରମାଣ କରେ ସେ ପ୍ରମାଣକ, ଯିଏ ବିଚାର କରନ୍ତି ସେ ବିଚାରକ, ଯିଏ ବିଧାନ କରନ୍ତି ବିଧାତା, ଯିଏ ଭରଣ କରେ ଭର୍ତ୍ତା, ଯିଏ ଭୋଗ କରେ ଭୋକ୍ତା, ଯିଏ ରଚନା କରେ ସେ ରଚୟିତା, ଯିଏ ଶ୍ରବଣ କରେ ଶ୍ରୋତା, ଯିଏ ଶାସ୍ତି ଦିଏ ସେ ଶାସ୍ତା ଶାସ୍ତା, ଯିଏ ସୃଷ୍ଟି କରେ ସେ ଯିଏ ସୃଷ୍ଟି କରେ ସେ ସ୍ରଷ୍ଟା, ଯିଏ ସଂସାର ତ୍ୟାଗ କରନ୍ତି ସେ ହେଉଛନ୍ତି ସନ୍ନ୍ୟାସୀ, ଯିଏ ହତ୍ୟା କରେ ସେ ହନ୍ତା, ଯିଏ ହରଣ କରେ ସେ ହର୍ତ୍ତା ହର୍ତ୍ତା, ଯିଏ ହରଣ କରେ ହର୍ତ୍ତା, ଯିଏ ହତ୍ୟା କରେ ହନ୍ତା। ଅର୍ଜୁନଙ୍କର ପୁତ୍ର ଅର୍ଜୁନୀ, ଅତ୍ରିଙ୍କର ପୁତ୍ର ଅତ୍ରେୟ, ଅଦିତିଙ୍କ ପୁତ୍ର ଆଦିତ୍ୟ, କଶ୍ୟପଙ୍କ ପୁତ୍ର କାଶ୍ୟପ, କୁନ୍ତୀଙ୍କର ପୁତ୍ର କାନ୍ତେୟ, କୁରୁଙ୍କର ପୁତ୍ର କୌରବ, ଗଙ୍ଗାଙ୍କର ପୁତ୍ର ଗାଙ୍ଗେୟ, ଗାଧିଙ୍କ ପୁତ୍ର ଗାଧେୟ ବା ବିଶ୍ୱାମିତ୍ର, ଗାନ୍ଧାର ରାଜାଙ୍କ କନ୍ୟା ଗାନ୍ଧାରୀ, ଚଣକଙ୍କ ପୁତ୍ର ଚାଣକ୍ୟ, ଜନକଙ୍କ କନ୍ୟା ଜାନକୀ, ଜହ୍ନୁଙ୍କର କନ୍ୟା ଜାହ୍ନବୀ, ଧନୁଙ୍କର ପୁତ୍ର ଦାନବ, ଦଶରଥଙ୍କ ପୁତ୍ର ଦାଶରଥୀ, ଦିତିଙ୍କର ପୁତ୍ର ଦୈତ୍ୟ, ଦ୍ରୁପଦଙ୍କର କନ୍ୟା ଦ୍ରୌପଦୀ, ଦ୍ରୋଣଙ୍କର ପୁତ୍ର ଦ୍ରୋଣୀ, ଧୃତରାଷ୍ଟ୍ରଙ୍କ ପୁତ୍ର ଧାତରାଷ୍ଟ୍ର, ନିକସାର ପୁତ୍ର ନୈକଶ୍ୟୟ ବା ରାବଣ, ପାଣ୍ଡୁଙ୍କର ପୁତ୍ର ପାଣ୍ଡବ, ପୃଥାଙ୍କର ପୁତ୍ର ପାର୍ଥ, ବଦରଙ୍କ ପୁତ୍ର ବାଦରାୟଣ ବା ବ୍ୟାସଦେବ, ବଦରଙ୍କ ପୁତ୍ର ବାଦରାୟଣ ବାଦରାୟଣ ବା ବ୍ୟାସଦେବ, ବସୁଦେବଙ୍କ ପୁତ୍ର ବାସୁଦେବ, ବିଦହ ରାଜାଙ୍କର କନ୍ୟା ବୈଦେହୀ, ବିନୀତାଙ୍କ ପୁତ୍ର ବୈନତେୟ, ବିଶ୍ରବାଙ୍କ ପୁତ୍ର ବୈଶ୍ରବଣ, ଭୃଗୁଙ୍କର ପୁତ୍ର ଭାର୍ଗବ, ମନୁଙ୍କର ପୁତ୍ର ମାନବା ବା ମନୁଷ୍ୟ, ମୃତଣ୍ଡଙ୍କର ପୁତ୍ର ମାର୍ତ୍ତଣ୍ଡ ବା ସୂର୍ଯ୍ୟ, ମେନକାଙ୍କ ପୁତ୍ର ମୈନାକ ବା ହିମାଳୟ, ଯଦୁଙ୍କର ପୁତ୍ର ଯାଦବ, ରଘୁଙ୍କର ପୁତ୍ର ହେଉଛନ୍ତି ରାଘବ, ଯଦୁଙ୍କର ପୁତ୍ର ଯାଦବ, ରାଧାଙ୍କର ପୁତ୍ର ରାଧେୟ, ସୁରବଂଶର ପୁତ୍ର ସୌରୀ, ସୁମିତ୍ରାଙ୍କ ପୁତ୍ର ସୌମିତ୍ରୀ, ବିମାତାଙ୍କର ପୁତ୍ର ବେମାତ୍ରେୟ, ଭଗିନୀର ପୁତ୍ର ଭାଗିନେୟ, ରାଜନଙ୍କ ପୁତ୍ର ରାଜନ୍ୟ, କୁମାରର ଅବସ୍ଥା କୌମାର୍ଯ୍ୟ, କୃପଣର ପ୍ରକୃତି କାର୍ପଣ୍ୟ, ଚୋରର କାର୍ଯ୍ୟ ଚୌର୍ଯ୍ୟ, ଦୂତର କାର୍ଯ୍ୟ ଦୈତ୍ୟ, ପିତାଙ୍କର ଭ୍ରାତା ପିତୃବ୍ୟ, ପୁରୋହିତଙ୍କର କର୍ମ ପୌରୋହିତ୍ୟ, ବନ୍ଧୁର ସମ୍ବନ୍ଧ ବନ୍ଧୁତା, ଭଦ୍ରର ଗୁଣ ଭଦ୍ରତା ବା ଭଦ୍ରାମୀ, ମାଙ୍କର ଭ୍ରାତାକୁ ମାତୁଲ ବୋଲି କୁହାଯାଏ, ସାଧୁଙ୍କର ଗୁଣ ସାଧୁତା, ସୁଜନଙ୍କର ଗୁଣ ସୌଜନ୍ୟ, ଉତ୍ତର ଦିଗରୁ ଆସୁଥିବା ଉତ୍ତରା, ଓଷା କରିଥିବା ସ୍ତ୍ରୀ ଲୋକ ହେଉଛନ୍ତି ଓଷୀ ଇତି, କଂସା କାମ କରେ ଯେ କଂସାରୀ, କାଠ କାଟେ ଯେ କାଠୁରିଆ, ଘୋଡ଼ା ଦ୍ୱାରା ଟଣା ଯାଉଥିବା ଗାଡ଼ିକୁ କ'ଣ ନା ଘୋଡ଼ା ଗାଡ଼ି କୁହାଯାଏ, ଚୈତ ମାସର ଜାତ ଚୈତି ବା ଚୈତାଲି, ଜୁଆ ଖେଳେ ଯେ ତାକୁ ଜୁଆଡ଼ିଆ ବୋଲିବା ଜୁଆଡ଼ି, ଦକ୍ଷିଣ ଦିଗରୁ ଆସୁଥିବା ଦକ୍ଷିଣା, ଦାମ ଯାହାର ବହୁତ ଦାମିକା, ନାଟ କରୁଥିବା ଲୋକ ନାଟୁଆ, ପଶ୍ଚିମ ଦିଗରୁ ଆସୁଥିବା ପଶ୍ଚିମା, ପାଗଳର ପ୍ରକୃତି ପାଗଳାମୀ, ପାଠ ପଢ଼ିଥିବା ଶ୍ଲୋକ
ପାଠୋଇ। ପାନ ବିକେ ଯେ ପାନରା ବା ପାନବାଲା। ପୂର୍ବ ଦିଗରୁ ଆସୁଥିବା ପୂର୍ବେଇ। ପେଟ ପାଇଁ ଯେ ବିକଳ ହୁଏ ପେଟ ବିକଳିଆ। ବାଳିରେ ପୂର୍ଣ୍ଣ ବାଲିଆ। ବାଟ ଚଲା ଲୋକ ବାଟୋଇ। ମୋ ଫସଲରେ ବାସ କରେ ଯେ ମଫସଲିଆ। ରୋଗ ଯାହାକୁ ଧରିଅଛି ରୋଗା ବା ରୋଗିଣା। ସିଂହ ଚିହ୍ନିତ ଦ୍ୱାର ସିଂହ ଦ୍ୱାର। ବିଦ୍ୟା ରୂପକ ଧନ ବିଦ୍ୟାଧନ। ଶୋକ ରୂପକ ସାଗର ଶୋକ ସାଗର। ଦୁଃଖ ରୂପକ ଅନଳ ଦୁଃଖା ନଳ। ପାପ ରୂପକ ପଙ୍କ ପାପଙ୍କ। ପ୍ରାଣ ରୂପକ ପକ୍ଷୀ ପ୍ରାଣପକ୍ଷୀ। ପଥମାନଙ୍କର ରାଜା ରାଜପଥ। ଭାଷାମାନଙ୍କର ରାଜା ରାଜଭାଷା। ହଂସମାନଙ୍କର ରାଜା ରାଜହଂସ। ପାଦଠାରୁ ମସ୍ତକ ପର୍ଯ୍ୟନ୍ତ ଆପାଦ ମସ୍ତକ। ବାଳଠାରୁ ବୃଦ୍ଧ ପର୍ଯ୍ୟନ୍ତ ଆବାଳ ବୃଦ୍ଧ। ମୂଳଠାରୁ ଚୂଳ ପର୍ଯ୍ୟନ୍ତ ଆମୂଳ ଚୂଳ। କଣ୍ଠ ପର୍ଯ୍ୟନ୍ତ ଭୋଜନ ଆକଣ୍ଠ ଭୋଜନ। ଜୀବନ ପର୍ଯ୍ୟନ୍ତ ଆଜୀବନ ବା ଯାବଜ୍ଜୀବନ। ମରଣ ପର୍ଯ୍ୟନ୍ତ ଆମରଣ। ଚାରି ଯୁଗର ସମାହାର ଚତୁର୍ଯୁଗ। ତିନି ଫଳର ସମାହାର ତ୍ରିଫଳା। ପଞ୍ଚବଟର ସମାହାର ପଞ୍ଚବଟୀ। ବିଶ୍ୱର ମିତ୍ର ବିଶ୍ୱମିତ୍ର। ବନର ପତି ବନସ୍ପତି। ଶବର ଶୟନ ଶ୍ମଶାନ। ଅନ୍ୟ ରୂପ ରୂପାନ୍ତର। ଅନ୍ୟ ଗ୍ରାମ ଗ୍ରାମାନ୍ତର। ଅନ୍ୟ ଦେଶ ଦେଶାନ୍ତର। ଅନ୍ୟ ଦେହ ଦେହାନ୍ତର। ପୁରୁଷ ବ୍ୟାଘ୍ର ପରି ପୁରୁଷ ବ୍ୟାଘ୍ର। ନରସିଂହ ପରି ନରସିଂହ। ଘନ ପରି ଶ୍ୟାମ ଘନଶ୍ୟାମ। ନାହିଁ ଅନ୍ୟ ଉପାୟ ଯାହାର ଅନନ୍ୟପାୟ। ନାହିଁ ଅନ୍ତର ଯାହାର ଅନନ୍ତ। ନାହିଁ ଅପରାଧ ଯାହାର ନିରପରାଧ। ନାହିଁ ଆକାର ଯାହାର ଅନାକାର। ନାହିଁ ଆଦି ଯାହାର ଅନାଦି। ନାହିଁ ଜ୍ଞାନ ଯାହାର ଅଜ୍ଞାନ। ନାହିଁ ଦୟା ଯାହାର ନିର୍ଦ୍ଦୟ। ନାହିଁ ଦୋଷ ଯାହାର ନିର୍ଦ୍ଦୋଷ। ନାହିଁ ଧନ ଯାହାର ନିର୍ଧନ। ନାହିଁ ନାମ ଯାହାର ଅନାମ। ନାହିଁ ବୋଧ ଯାହାର ନିର୍ବୋଧ। ନାହିଁ ଭୟ ଯାହାର ନିର୍ଭୟ। ନାହିଁ ମାପ ଯାହାର ଅମାପ। ନାହିଁ ରବ ଯାହାର ନୀରବ। ଠିକ୍ ସେହିପରି ନାହିଁ ରୋଗ ଯାହାର ନିରୋଗ। ନାହିଁ ଲଜ୍ଜା ଯାହାର ନିର୍ଲଜ। ନାହିଁ ଲୋଭ ଯାହାର ନିର୍ଲୋଭ। ନାହିଁ ସୀମା ଯାହାର ଅସୀମ। ନାହିଁ ଶେଷ ଯାହାର ଅଶେଷ। ଯହିଁରେ କର ଦେବାକୁ ପଡ଼େ ନାହିଁ ନିଷ୍କର। ଯାହା କଷ୍ଟରେ ଲାଭ ଯାଇଛି ତାହା କଷ୍ଟ ଲବ୍ଧ। ଯାହା ଅନାୟାସରେ ଲାଭ କରାଯାଇଛି ଅନାୟାସ ଲବ୍ଧ। ପ୍ରତିଷ୍ଠା ଲାଭ କରିଛନ୍ତି ଯେ ଲବ୍ଧ ପ୍ରତିଷ୍ଠ। ଅନ୍ୟ ଆଡ଼େ ମନ ଯାହାର ଅନ୍ୟ ମନସ୍କ। ଆପଣା ଉପରେ ନିର୍ଭର କରିବା ସ୍ୱଭାବ ଯାହାର ଆତ୍ମନିର୍ଭରଶୀଳ। ଆପଣା ଉପରେ ନିର୍ଭର କରିବା ସ୍ୱଭାବ ଯାହାର ଆତ୍ମନିର୍ଭରଶୀଳ। ଉଦାର ଅଟେ ଚରିତ ଯାହାର ଉଦାର ଚରିତ। ଏକ ଦେଶକୁ ଦେଖନ୍ତି ଯେ ଏକ ଦେଶ ଦର୍ଶୀ। କର୍ତ୍ତବ୍ୟ ସ୍ଥିର କରିପାରୁନାହିଁ ଯେ କି କର୍ତ୍ତବ୍ୟ ବିମୂଢ଼। ଦୂର ଦେଖି ପାରୁନଥିବା ବ୍ୟକ୍ତି ଅଦୂରଦର୍ଶୀ। ବିଶ୍ୱରେ ପ୍ରସିଦ୍ଧ ହୋଇ କୀର୍ତ୍ତି ଯାହାର ବିଶ୍ୱ ପ୍ରସିଦ୍ଧ। ସତ୍ୟନିଷ୍ଠା ଯାହାର ସତ୍ୟନିଷ୍ଠ। ପରିଣାମକୁ ଦେଖିପାରୁନଥିବା ବ୍ୟକ୍ତି ଅପରିଣାମଦର୍ଶୀ। ସମସ୍ତଙ୍କୁ ସମାନ ଭାବରେ ଦେଖନ୍ତି ଯେ ସମଦର୍ଶୀ। ଅନ୍ୟ ଦେଶ ଦେଶାନ୍ତର। ଅନ୍ୟ ଦେହ ଦେହାନ୍ତର। ପୁରୁଷ ବ୍ୟାଘ୍ର ପରି ପୁରୁଷ ବ୍ୟାଘ୍ର। ଏହା ମଧ୍ୟ ଆମେ ପୂର୍ବରୁ ପଢ଼ି ସାରିଛି। ନାହିଁ ରୋଗ ଯାହାର ନିରୋଗ। ନାହିଁ ଲଜ୍ଜା ଯାହାର ନିର୍ଲଜ। ନାହିଁ ଲୋଭ ଯାହାର ନିର୍ଲୋଭ। ନାହିଁ ସୀମା ଯାହାର ଏଇଟା ମଧ୍ୟ ଦେଖି ସାରିଛି। ଶୋଭନ ଦର୍ଶନ ଯାହାର ସୁଦର୍ଶନ। ମହତ ଅଟେ ଆଶୟ ଯାହାର ମହାଶୟ। ଆଗରେ ଜନ୍ମିଅଛି ଯେ ଅଗ୍ରଜ। ଆନନ୍ଦର ଅଭାବ ନିରାନନ୍ଦ। ଖ୍ୟାତିର ଅଭାବ ବେଖ୍ୟାତି। ଜନର ଅଭାବ ନିର୍ଜନ। ବିଘ୍ନର ଅଭାବ ନିର୍ବିଘ୍ନ। ଭୟର ଅଭାବ ନିର୍ଭୟ। ଭିକ୍ଷାର ଅଭାବ ଦୁର୍ଭିକ୍ଷ। ହିସାବର ଅଭାବ ବେହିସାବ। କାୟ ସମ୍ବନ୍ଧୀୟ କାୟିକ। ଜନ୍ତୁ ସମ୍ବନ୍ଧୀୟ ଜାନ୍ତବ। ଧାତୁ ସମ୍ବନ୍ଧୀୟ ଧାତବ। ପୃଥିବୀ ସମ୍ବନ୍ଧୀୟ ପାର୍ଥିବ। ବିଦେଶ ସମ୍ବନ୍ଧୀୟ ବୈଦେଶିକ। ସମୁଦ୍ର ସମ୍ବନ୍ଧୀୟ ସାମୁଦ୍ରିକ। ସ୍ୱର୍ଗ ସମ୍ବନ୍ଧୀୟ ସ୍ୱର୍ଗୀୟ। ଉଦ୍ଭିଦରୁ ଜାତ ଉଦ୍ଭିଜ୍ଜ। ଖଣିରୁ ଜାତ ଖଣିଜ। ଜଳରୁ ଜାତ ଜଳଜ।
ପଙ୍କରୁ ଜାତ ପଙ୍କଜ, ସରୋଜରୁ ଜାତ ସରୋଜ। ଉପକାର ସ୍ୱୀକାର୍ଯ୍ୟ କରେ ଯିଏ କୃତଜ୍ଞ। ଉପକାର ମାନେ ନାହିଁ ଉପକାର ମାନେ ନାହିଁ ଯିଏ କୃତଘ୍ନ। ମାନେ ନାହିଁ ଯେ ଉପକାର। ଉପକାର ସ୍ୱୀକାର୍ଯ୍ୟ କୃତଜ୍ଞ। ଉପକାର ମାନେ ନାହିଁ ଯେ କୃତଘ୍ନ। ଦୁଇ ଥର ଜାତ ଯେ ଦ୍ୱିଜ। ଧନ ଇଚ୍ଛା କରେ ଯେ ଧନାର୍ଥୀ। ନଭକୁ ଚୁମ୍ବନ କରେ ଯେ ନଭଶ୍ଚୁମ୍ବୀ। ପଛରେ ଜନ୍ମିଅଛି ଯେ ଅନୁଜ। ପାଦରେ ଯାଏ ଯେ ପାଦପ। ବାର ଆଡ଼େ ବୁଲେ ଯେ ବାରବୁଲା। ବିଦ୍ୟା ଇଚ୍ଛା କରେ ଯେ ବିଦ୍ୟାର୍ଥୀ। ବୋଲ କରେ ନାହିଁ ଯେ ଅବୋଲକରା। ମେଘକୁ ସ୍ପର୍ଶ କରେ ଯେ ମେଘସ୍ପର୍ଶୀ। ଶରଣ ଇଚ୍ଛା କରେ ଯେ ଶରଣାର୍ଥୀ। ସତ୍ୟ କହିବା ଅଭ୍ୟାସ ଯାହାର ସତ୍ୟବାଦୀ। ସହିବା ସ୍ୱଭାବ ଯାହାର ସହିଷ୍ଣୁ। ଏକ କାଳରେ ଜାତ ଏକକାଳୀନ। ସମକାଳରେ ଜାତ ସମକାଳୀନ। ସେହି କାଳରେ ଜାତ ତତ୍କାଳୀନ। ଜାତ ହୋଇନାହିଁ ଶତ୍ରୁ ଯାହାର ଅଜାତ ଶତ୍ରୁ। ଯାହାକୁ ଲାଭ କରିବା କଷ୍ଟକର ଦୁର୍ଲଭ। ଯାହା କରିବା ଉଚିତ କର୍ତ୍ତବ୍ୟ। ଯାହା ଦେଖାଯାଏ ନାହିଁ ଅଦୃଷ୍ଟ। ଯାହା ଦଳିତ ଅବସ୍ଥାରେ ଅଛି ଦଳିତମାନ। ଯାହା ନୟନକୁ ଅତି ସୁନ୍ଦର ନୟନ ଅଭିରାମ। ଯାହା ନିବାରଣ କରିବାର ଯୋଗ୍ୟ ନୁହଁ ଅନିବାର୍ଯ୍ୟ। ଯାହା ପରିହାର କରିବାର ଯୋଗ୍ୟ ନୁହଁ ଅପରିହାର୍ଯ୍ୟ। ଯାହା ପୂର୍ବରୁ ଶୁଣାଯାଇ ନଥିଲା ତୁମମାନଙ୍କର ପ୍ରଶ୍ନରୁ ଆସିଛି ଯେ ଅଶ୍ରୁତ ପୂର୍ବ। ଯାହା ପୂର୍ବରୁ ହୋଇନଥିଲା ଅଦ୍ଭୁତ ପୂର୍ବ। ଅନେକଙ୍କ ମଧ୍ୟରେ ବୃହତ ବୃହତ୍ତମ। କୂଳରୁ ନିକଟ ଉପକୂଳ। ବନର ସଦୃଶ ଉପବନ। ସାଗରରୁ ନ୍ୟୁନ ଉପସାଗର। ଅଧିକ ଘଞ୍ଚ ନିଘଞ୍ଚ। ରୂପର ଯୋଗ୍ୟ ଅନୁରୂପ। ବିମ୍ବର ସଦୃଶ ପ୍ରତିବିମ୍ବ। ମୂର୍ତ୍ତିର ସଦୃଶ ପ୍ରତିମୂର୍ତ୍ତି। ନିଜକୁ ପଣ୍ଡିତ ମନେ କରେ ଯେ ପଣ୍ଡିତ ମନ୍ୟ। ଇନ୍ଦ୍ରିୟକୁ ଜୟ କରିଛି ଯେ ଇନ୍ଦ୍ରିୟକୁ ଜୟ କରିছে ଯେ ଇନ୍ଦ୍ରଜିତ। ଇନ୍ଦ୍ରିୟକୁ ଜୟ କରିଛି ଯେ ଜିତେନ୍ଦ୍ରିୟ ଆଉ ଇନ୍ଦ୍ରିୟ ଇନ୍ଦ୍ରିୟ ଏବଂ ଇନ୍ଦ୍ର। ଇନ୍ଦ୍ରର ହେଲା ଇନ୍ଦ୍ରଜିତ ଆଉ ଇନ୍ଦ୍ରିୟ ଯେଉଁ ଅଛି ଜିତେନ୍ଦ୍ରିୟ ତାହା। ଇନ୍ଦ୍ରିୟକୁ ଅତିକ୍ରମ କରି ଅତୀନ୍ଦ୍ରିୟ। ଶ୍ମଶ୍ରୁ ଅଛି ଯାହାର ଶ୍ମଶ୍ରୁଳ। ମାନସକୁ ଅତିକ୍ରମ କରି ଅତିମାନସ। ଦାନର ଯୋଗ୍ୟ ଦାତବ୍ୟ ବା ଦେୟ। ଦାନର ଯୋଗ୍ୟ ଦାତବ୍ୟ ବା ଦେୟ। ସମ୍ମାନର ଯୋଗ୍ୟ ସମ୍ମାନନୀୟ। ପରିବାର ସମ୍ବନ୍ଧୀୟ ପାରିବାରିକ। ଦିନକୁ ଦିନ ପ୍ରତିଦିନ। ବର୍ଷକୁ ବର୍ଷ ପ୍ରତିବର୍ଷ। ଅର୍ଥ ଅଛି ଯହିଁରେ ସାର୍ଥକ। ଚାରି ମୁହଁ ମିଶିଛି ଯେଉଁଠି ଚଉମୁହାଁଣି। ସମାନ ଉଦର ଯାହାର ସଦର ବା ସହୋଦର। ସାତକୋଶ ଦୂରତା ବିଶିଷ୍ଟ ସାତକୋଶିଆ। ସ୍ତ୍ରୀ ସହିତ ରହୁଥିବା ବ୍ୟକ୍ତି ସସ୍ତ୍ରୀକ। ମୃତ ପତ୍ନୀ ଯାହାର ବିପତ୍ନୀକ। ପରିବାର ସହିତ ସପରିବାର। ବାନ୍ଧବ ସହିତ ସବାନ୍ଧବ। ବିଶେଷ ନମ୍ର ବିନମ୍ର। କମଳ ପରି ନୟନ ଯାହାର କମଳ ନୟନ। ଚକପରି ନୟନ ଯାହାର ଚକ ନୟନ। ଚାରିଭୁଜ ଯାହାର ଚତୁର୍ଭୁଜ। ଦଶ ଆନନ ଯାହାର ଦଶାନନ। ବୀଣା ପାଣିରେ ଯାହାର ବୀଣା ପାଣି। ଅହୋରାତ୍ର ଅହୋରାତ୍ର। ଜୟା ଓ ପତି ଦମ୍ପତି। ଯିଏ ବାଟରେ ଯାଏ ବାଟୋଇ। ଯିଏ ହାଟ କରେ ହାଟୁଆ। ଉତ୍କଳରେ ଜାତ ଉତ୍କଳୀୟ। ଭାରତରେ ଜାତ ଭାରତୀୟ। କାଚ ବିକିବା ବ୍ୟବସାୟ ଯାହାର କାଚରା। ପାନ ବିକା ବ୍ୟବସାୟ ଯାହାର ପାନରା। ପାନ ବିକିବା ବ୍ୟବସାୟ ଯାହାର ପାନରା। ପାଟ ବିକିବା ବ୍ୟବସାୟ ଯାହାର ପାଟରା। କାଚ ବିକିବା ବ୍ୟବସାୟ ଯାହାର କାଚରା। ଶଙ୍ଖ ବିକା ବ୍ୟବସାୟ ଯାହାର ଶଙ୍ଖାରୀ। ଶଙ୍ଖ ବିକିବା ବ୍ୟବସାୟ ଯାହାର ଶଙ୍ଖାରୀ। ଢିଙ୍କି ଦ୍ୱାରା କୁଟା ଢିଙ୍କି କୁଟା। ରଙ୍ଗ ଦ୍ୱାରା ମଞ୍ଚ ରଙ୍ଗମଞ୍ଚ। ରଙ୍ଗ ପାଇଁ ମଞ୍ଚ ରଙ୍ଗ ପାଇଁ ମଞ୍ଚ ରଙ୍ଗମଞ୍ଚ। ଢିଙ୍କି ଦ୍ୱାରା କୁଟା ଢିଙ୍କି କୁଟା। ଗୋଠରୁ ଖଣ୍ଡିଆ ଗୋଠ ଖଣ୍ଡିଆ। ଅହନର ପୂର୍ବ ପୂର୍ବାହ୍ନ। ନଈର ମଝି ମଝି ନଈ। ଯେ ଦେବ ସେ ଋଷି ଅର୍ଥାତ୍ ଦେବର୍ଷି। ଯିଏ ରାଜ ସେ ଋଷି ରାଜର୍ଷି। ମହାନଟେ ଋଷି ମହର୍ଷି। ସପ୍ତଋଷିର ସମାହାର ସପ୍ତର୍ଷି। କୁସିତ ଆକାର ଗଦାକାର। ଘୋଡ଼ା ଟଣା ଗାଡ଼ି ଅର୍ଥାତ୍ ଘୋଡ଼ା ଗାଡ଼ି। ଦାଣ୍ଡର ସମୀପସ୍ଥ ଦ୍ୱାର ଦାଣ୍ଡ ଦୁଆର। ଧନକୁ ଜୟ କରିଅଛି ଯେ ଧନଞ୍ଜୟ। ବିଶ୍ୱକୁ ଭରଣ କରିଛି ବିଶ୍ୱମ୍ବର। ମୃତ୍ୟୁକୁ ଜୟ କରିଛି ଯେ ମୃତ୍ୟୁଞ୍ଜୟ। ଉତ୍ତାନ ପାଦ ଯାହାର ଉତ୍ତାନ ପାଦ। ଅନ୍ୟ ବିଷୟରେ ଯାହାଙ୍କ ମନ ଅନ୍ୟମନସ୍କ। ଖରେ ବିଚରଣ କରେ ଯେ ଖ ଅର୍ଥାତ୍ ଆକାଶ ଖେଚର। ଈଶ୍ୱର ଅସ୍ତିତ୍ୱରେ ଯାହାର ବିଶ୍ୱାସ ସିଏ ଆସ୍ତିକ। ଦୁଇଟି ମଧ୍ୟରେ ଗୁରୁ ଗୁରୁତର। ଦୂର ପ୍ରତି ଯାହାର ଦୃଷ୍ଟି ଅଛି ଦୂରଦର୍ଶୀ।
ନାହିଁ ଦୟା ଯାହାର ନିର୍ଦ୍ଦୟ। ଯେଉଁ ନାରୀକୁ ସୂର୍ଯ୍ୟ ଦେଖିପାରନ୍ତି ନାହିଁ ଅସୂର୍ଯ୍ୟ ପଶ୍ୟା। ଅସୂର୍ଯ୍ୟ ପଶ୍ୟା। ଅସୂର୍ଯ୍ୟ ପଶ୍ୟା। ଅସୂର୍ଯ୍ୟ ପଶ୍ୟା। ତାପରେ ଯେଉଁ ସ୍ଥାନକୁ ସହଜରେ ଗମନ କରି ହୁଏ ନାହିଁ ତାକୁ କ'ଣ କୁହାଯାଏ? ନା ଦୁର୍ଗମ। ଯେଉଁ ସ୍ଥାନକୁ ସହଜରେ ଗମନ କରାଯାଇ ପାରେ ନାହିଁ ତାକୁ କ'ଣ ବୋଲି କୁହାଯାଏ? ନା ଦୁର୍ଗମ ବୋଲି କୁହାଯାଏ। କ'ଣ ଗୋଟେ ହେଇଯାଇଛି ବୋଧେ ଟିକେ ଯେଉଁ ସ୍ଥାନକୁ ଗମନ କରି ହୁଏ ନାହିଁ ତାକୁ କ'ଣ ବୋଲି କୁହାଯାଏ? ନା ଦୁର୍ଗମ ବୋଲି କୁହାଯାଏ।